नमस्कार दर्शक बंधु आज हूँ सेप्टेम्बर मास 27 तारिख शनिवार। आज दिन जाकर टॉप 20 गुरुत्वपूर्ण खबर उपर आसतु नजर पकाइबा। भिडियोटी को शेष पर्यंत देखंतु। मात्र किछि समय मध्य जानिपारे आज दिन संपूर्ण खबर। ता पूर्व चैनल रे नुआ थिले चैनल को सब्सक्राइब करी पाखरे आसुवा बेल आइकन को ऑन करी रखंतु। एमिति सबुदिन लेटेस्ट न्यूज सर्वप्रथमे देखिया पाई। तेबे आसंतु संपूर्ण खबर उपर नजर पकाइबा। प्रथम खबर, सरकारी उद्योग कर्मचारी महंगा भत्तार 2% वृद्धि। मुख्यमंत्री मोहन चरण माझी गतकाली राज्यर सरकारी उद्योगर कर्मचारी मानक पई 2% महंगा भत्ता वृद्धि करिसेंती। एहा द्वारा सरकारी उद्योग कर्मचारी समुदाय महंगा भत्ता 53% रु 55% को वृद्धि पाइछि। झारसुगुड़ा गस्तर थिबा मुख्यमंत्री दिन तमाम व्यस्तबहुल कार्यक्रम पर विलंबित राति पर्यंत सरकारी कार्य करिसेंती। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହି ମହଙ୍ଗା ଭତ୍ତା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ 2025 ଜାନୁଆରୀ 1 ଠାରୁ ଲାଗୁ ହେବ ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର, କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତକାଲି ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି। ଏହି ଲଘୁଚାପ 24 ଘଣ୍ଟାରେ ଅବପାତ ରୂପ ନେବା ସମ୍ଭାବନା ରହିଛି। ଆଜି ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ। 3 ଦିନ ଧରି ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେବା ସହ ସତର୍କ କରିଛି। ଗତ 24 ଘଣ୍ଟାରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ନୂଆପଡ଼ାରେ ସର୍ବାଧିକ 81.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର, ହାତ ପାହାନ୍ତାରେ ଏଣିକି ମିଳିବ ସରକାରୀ ସେବା। 9437292000 ହ୍ୱାଟ୍ସଆପ୍ ନମ୍ବରରେ ମିଳିବ ସବୁ ସେବା। ଗୋଟିଏ କ୍ଲିକ୍ରେ 132 ପ୍ରକାର ସରକାରୀ ସୁବିଧା ଉପଲବ୍ଧ ହେବ। ସରକାରୀ ଅଫିସ ଯିବାକୁ ପଡ଼ିବନି, ଘରେ ବସି କରିପାରିବେ ଆବେଦନ। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆରମ୍ଭ ହେଲା ଆମ ସାଥୀ ୟୁନିଫାଇଡ୍ ହ୍ୱାଟ୍ସଆପ୍। ଏଥିରେ ଆୟ ପ୍ରମାଣପତ୍ର, ଜନ୍ମ ମୃତ୍ୟୁ ପଞ୍ଜୀକରଣ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଅନ୍ତର୍ଜାତି ବିବାହରୁ ଲାଭ, ଆରଟିଓ ସେବା ଆଦି ଉପଲବ୍ଧ ହେବ ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର, ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ହାଇ ଆଲର୍ଟରେ ରହିଛି ଝାରସୁଗୁଡ଼ା ସହର। ସେପ୍ଟେମ୍ବର 27 ତାରିଖ ଅର୍ଥାତ୍ ଆଜି ଝାରସୁଗୁଡ଼ାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ଯୁବ ସମାବେଶ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ପୂର୍ବାହ୍ନ 11:10 ପ୍ରଧାନମନ୍ତ୍ରୀ ମୋଦି ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ। 11:25 ଅମୁଲିପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମ ସାରି 12:45 ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପରବର୍ତ୍ତୀ ଖବର, 15 ବର୍ଷରୁ ପୁରୁଣା ସରକାରୀ ଗାଡ଼ିର ହେବ ସ୍କ୍ରାପିଂ। ଅକ୍ଟୋବର 15 ସୁଦ୍ଧା 6000ରୁ ଅଧିକ ପୁରୁଣା ସରକାରୀ ଗାଡ଼ିର ସ୍କ୍ରାପିଂ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୋଟ 6241 ଗାଡ଼ିକୁ ସ୍କ୍ରାପିଂ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ବର୍ତ୍ତମାନ ଓଡ଼ିଶା ପୁଲିସ ନିକଟରେ ସର୍ବାଧିକ ପୁରୁଣା ଗାଡ଼ି ରହିଛି। 1483ଟି ଗାଡ଼ି ପୁରୁଣା ଗାଡ଼ି ଓଡ଼ିଶା ପୁଲିସ ବିଭାଗ ରହିଛି। ସେହିପରି ଗୃହ ବିଭାଗ ପାଖରେ 1189ଟି ପୁରୁଣା ଗାଡ଼ି ରହିଛି। ତେବେ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରି ସେ ସ୍ଥାନରେ ନୂଆ ଗାଡ଼ି କିଣିବେ ସରକାର ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଠାରୁ ଝାରସୁଗୁଡ଼ାରେ ରହିଛନ୍ତି। ଆଜିଠାରୁ ଲଘୁଚାପ ଜନିତ ବୃଷ୍ଟିପାତ ଓ ସମ୍ଭାବ୍ୟ ବାତ୍ୟା ସ୍ଥିତି ମଧ୍ୟ ରହିଛି। ଏହାକୁ ଆଖି ଆଗରେ ରଖି ସହରରେ ଏକ ହୋଟେଲରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲାଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ହୋଟେଲରୁ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ମନୋଜ ଆହୁଜା, ପୁଲିସ ମହାନିର୍ଦ୍ଦେଶକ ଯୋଗେଶ୍ୱର ବାହାଦୁର ଖୁରାନିଆ ପ୍ରମୁଖ ଉପସ୍ଥିତ ଥିବାବେଳେ ବିଭିନ୍ନ ଜିଲ୍ଲାପାଳ, ବିଭାଗୀୟ ସଚିବମାନେ ଆଭାସୀ ଯୋଗେ ଯୋଡ଼ି ହୋଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବାତ୍ୟା ସମୟରେ କିଭଳି ଭାବେ ଲୋକଙ୍କୁ ଥଇଥାନ କରାଯିବ, ପାଣି ଯୋଗୁଁ ବିଚ୍ଛିନ୍ନ ହେଉଥିବା ଅଞ୍ଚଳରେ କିଭଳି ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ, ପର୍ଯ୍ୟାପ୍ତ ସାପ କାମୁଡ଼ା ସମ୍ପର୍କିତ ଆଣ୍ଟିଭେନମ୍ ତାରପଲିନ ଗଚ୍ଛିତ ରଖିବା ଆଦି ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର, କୋରାପୁଟ ଜିଲ୍ଲା ବେପାରୀଗୁଡ଼ା ଲ୍ୟାମ୍ପସରେ ଦୁର୍ନୀତିର ପର୍ଦ୍ଦାଫାଶ। ଚାଷୀଙ୍କ ଟଙ୍କା ନ ଫେରାଇ ହଇରାଣ କରୁଥିଲେ। ତଦନ୍ତ କରି ଲ୍ୟାମ୍ପସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ ଖୁବ୍ ଶୀଘ୍ର ଟଙ୍କା ଫେରାଇବା ନେଇ ପ୍ରତିଶ୍ରୁତି ମିଳିଛି ବୋଲି ସୂଚନା ରହିଛି।
ପରବର୍ତ୍ତୀ ଖବର, ଲେହ ହିଂସା ମାମଲାରେ ସନମ ୱାଙ୍ଗଚୁକ୍ ଗିରଫ। ଜାତୀୟ ସୁରକ୍ଷା ଆଇନ ବଳରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ କେନ୍ଦ୍ରଶାସିତ ଅଞ୍ଚଳର ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଆନ୍ଦୋଳନରତ ବିକ୍ଷୋଭକାରୀଙ୍କୁ ଉସୁକାଇବା ଅଭିଯୋଗ ରହିଛି। ଡିଜିପି ଏସ୍.ଡି. ସିଂ ଜାମୱାଲଙ୍କ ନେତୃତ୍ୱରେ ଲଦାଖ ପୋଲିସର ଏକ ଟିମ୍ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି। ପରବର୍ତ୍ତୀ ଖବର, ପ୍ରଧାନମନ୍ତ୍ରୀ ମୋଦି ଗତକାଲି ବିହାର ମହିଳାଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ମହିଳା ନିଯୁକ୍ତି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ମୋଦି 75 ଲକ୍ଷ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟେକଙ୍କ ପାଇଁ 10,000 ଟଙ୍କାର ପ୍ରଥମ କିସ୍ତି ସ୍ଥାନାନ୍ତର କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସକାଳ 11ଟାରେ ଭର୍ଚୁଆଲ ଭାବରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଭର୍ଚୁଆଲ ଭାବରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଯୋଜନାକୁ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏକ ପ୍ରମୁଖ ଖେଳ ପରିବର୍ତ୍ତକ ଭାବେ ବିବେଚନା କରାଯାଇଛି। ପରବର୍ତ୍ତୀ ଖବର, ନକଲି ପୁଲିସକୁ ଅସଲି ପୁଲିସ ଗିରଫ କରିଛି। ଏଥିସହିତ ନକଲି ଆର୍ମି ଓ ପୁଲିସ ପୋଷାକ ଜବତ ହୋଇଛି। କାର୍ ସହ ବନ୍ଧୁକ ଜବତ ହେବା ସହ ଅନେକ ପୁଲିସ ବ୍ୟାଚ୍ ମଧ୍ୟ ଜବତ ହୋଇଛି। କେଉଁଠି ପୁଲିସ, ଆର୍ମି, ଆରପିଏଫ୍ ଓ ଏସ୍ପି ପରିଚୟ ଦେଉଥିବା ସୂଚନା ମିଳିଛି। ଏମିତି ଏକ ଠକ ପୁଲିସକୁ ଧରିଛି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର, ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପଶ୍ଚିମବଙ୍ଗରେ ଦୁର୍ଗାପୂଜାର ସମୟ ଆସିଛି ଏବଂ ସେଠାରେ ଦୁର୍ଗାପୂଜା ମଣ୍ଡପଗୁଡ଼ିକୁ ରାଜନୈତିକ ବାହନ ଭାବରେ ବିବେଚନା କରାଯାଏ। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହି ଅବସରରେ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର, ଭାରତ ବୁଧବାର ମଧ୍ୟମ ଦୂରଗାମୀ ଅଗ୍ନି ପ୍ରାଇମ୍ ମିସାଇଲର ଏକ ସଫଳ ପରୀକ୍ଷଣ କରିଛି, ଯାହାର ରେଞ୍ଜ 2000 କିଲୋମିଟର। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ୍ସରେ ଏହି ସଫଳତା ଘୋଷଣା କରି ମିସାଇଲ ଉତ୍କ୍ଷେପଣର ଭିଡ଼ିଓ ସେୟାର କରିଛନ୍ତି ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର, ଆରମ୍ଭ ହେଲାଣି ପାର୍ବଣ। ଆସନ୍ତା 29 ତାରିଖ ସୋମବାରରୁ ହାଇକୋର୍ଟର ଦଶହରା ଅବକାଶ ଆରମ୍ଭ ହେଉଛି। ଶୁକ୍ରବାର ଶେଷ କାର୍ଯ୍ୟ ଦିବସ। ଅକ୍ଟୋବର 8ରେ ଅଦାଲତ ଖୋଲିବ। ଏହି ଛୁଟି ସମୟ ମଧ୍ୟରେ ଜରୁରୀ ମାମଲାର ଶୁଣାଣି ପାଇଁ 3 ଦିନ ଅର୍ଥାତ୍ ଆସନ୍ତା 29 ତାରିଖ, ଅକ୍ଟୋବର 1 ତାରିଖ ଓ 6 ତାରିଖରେ ଅବକାଶକାଳୀନ ଅଦାଲତ ବସିବ ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର, ଐତିହାସିକ କଟକ ବାଲିଯାତ୍ରା 2025 ପାଇଁ ଗତକାଲିଠାରୁ ଷ୍ଟଲ୍ ବୁକିଂ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ନଭେମ୍ବର 5ରୁ ନଭେମ୍ବର 12 ପର୍ଯ୍ୟନ୍ତ ଚାଲିବ କଟକ ବାଲିଯାତ୍ରା ବୋଲି ସୂଚନା ରହିଛି। ବାଲିଯାତ୍ରାରେ ସୁରୁଖୁରୁରେ ଷ୍ଟଲ୍ ବଣ୍ଟନ ପାଇଁ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ତେବେ ବାଲିଯାତ୍ରା ପ୍ଲଟ୍ ଆବଣ୍ଟନ ନିଲାମ ମାଧ୍ୟମରେ କରାଯିବ ବୋଲି ସୂଚନା ରହିଛି। ପ୍ଲଟ୍ ପିଛା ପ୍ରାରମ୍ଭିକ ପଞ୍ଜୀକରଣ ରାଶି 5,000 ଟଙ୍କା ରହିଛି। ଗୋଟିଏ ପ୍ଲଟ୍ ପାଇଁ ଏକାଧିକ ଆବେଦନ ଥିଲେ ନିଲାମ ରଦ୍ଦ ହେବ ବୋଲି ବଡ଼ ସୂଚନା ରହିଛି। ପରବର୍ତ୍ତୀ ଖବର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷାର ମୁକାବିଲା ସମ୍ପର୍କରେ ପ୍ରବାହିତ ହେବାକୁ ଥିବା 17ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଗତକାଲି ଏକ ସମୀକ୍ଷା ବୈଠକ କରିଛନ୍ତି। ବର୍ଷାକୁ ନଜରରେ ରଖି ଏହାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ପ୍ରବାହିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରୁ ଆଲୋଚନା କରିଛନ୍ତି। ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟନ୍ତ୍ରଣ କକ୍ଷଗୁଡ଼ିକ 24 ଘଣ୍ଟା କାର୍ଯ୍ୟ କରିବ ଏବଂ ଏହାର ତଥ୍ୟଗୁଡ଼ିକ ଯେପରି ନିୟମିତ ଭାବେ ଅପଡେଟ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ପରିବର୍ତ୍ତିତ ପରିସ୍ଥିତି ଦେଖି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର, ଆବର୍ଜନାରୁ ପ୍ରସ୍ତୁତ ହେବ ଏନର୍ଜି ଏବଂ ଚାରକୋଲ। ପରୀକ୍ଷାମୂଳକ ଭାବେ ଭୁବନେଶ୍ୱର ପଳାଶୁଣୀରେ ପ୍ରତିଷ୍ଠା ହେବ ଚାରକୋଲ ପ୍ଲାଣ୍ଟ। ଏନେଇ ଗୁଜରାଟର ଏକ ଘରୋଇ କମ୍ପାନୀ ସହ ହୋଇଛି ଆଲୋଚନା। ସେପଟେ ୱେଷ୍ଟ ଟୁ ଏନର୍ଜି ପ୍ଲାଣ୍ଟ ପାଇଁ ବିଭିନ୍ନ କନସଲ୍ଟାଣ୍ଟ ଏବଂ ଏକ୍ସପର୍ଟମାନଙ୍କ ସହ ଆଲୋଚନା ଚାଲିଛି ବୋଲି ନଗର ଉନ୍ନୟନ ବିଭାଗ ସୂଚନା ଦେଇଛି। ପରବର୍ତ୍ତୀ ଖବର, ଓଡ଼ିଶାର ସବୁଠୁ ଟପ୍ ପରୀକ୍ଷା ଓପିଏସ୍ସିର ରେଜଲ୍ଟ ଆସିଛି। ପ୍ରକାଶ ପାଇଛି 2023 ଓପିଏସ୍ସି ପରୀକ୍ଷା ଫଳ। ମୋଟ 398 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଅନୁଗୁଳର ପ୍ରିୟାଂଶୁ ପାଲ ଟପର ହୋଇଛନ୍ତି। ରାଙ୍କ 2ରେ ଅନନ୍ୟା ମିଶ୍ର, ରାଙ୍କ 3ରେ ଅଛନ୍ତି ଶୋଭନ ପଟ୍ଟନାୟକ। ଏଥର ଝିଅଙ୍କ ତୁଳନାରେ ଅଧିକ ପୁଅ କୃତକାର୍ଯ୍ୟ ହୋଇଛନ୍ତି ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର, ଦଶନ୍ଧି ଧରି ଭାରତୀୟ ବାୟୁସେନାର ସବୁଠାରୁ ଭୟଙ୍କର ଯୁଦ୍ଧ ବିମାନ MiG-21 ଶୁକ୍ରବାର ସେପ୍ଟେମ୍ବର 24 ତାରିଖରେ ଅବସର ନେଇଛି।
ଏହା ଭାରତର ପ୍ରଥମ ସୁପରସୋନିକ୍ ଯୁଦ୍ଧ ବିମାନ ଥିଲା, ଯାହା 1965, 1971 ଏବଂ 1999 ଯୁଦ୍ଧରେ ପାକିସ୍ତାନମାନଙ୍କୁ ଆତଙ୍କିତ କରିଥିଲା। ଏହାର ଶେଷ ଦିନରେ ମଧ୍ୟ ଏହି ଉଡ଼ନ୍ତା ଯନ୍ତ୍ର ପାକିସ୍ତାନର ଗର୍ବ F-16 ଯୁଦ୍ଧ ବିମାନକୁ ଶିକାର କରିଥିଲା ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର, କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳର ମଫସଲ ଗାଁର ଯୁବକ OPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆକୁଳ ପଞ୍ଚାୟତ ଅନ୍ତର୍ଗତ ମଲଣ୍ଡା ଗ୍ରାମର ଜଗନ୍ନାଥ ନାୟକ ଓ ସଂଯୁକ୍ତା ନାୟକଙ୍କ ସାନ ପୁଅ ରିଙ୍କୁ ନାୟକ 333ତମ ସ୍ଥାନରେ ରହିଛନ୍ତି। ସମାଜରେ ସମାନତା, ଅକ୍ଷମ ଓ ଗରିବଙ୍କ ସ୍ୱାର୍ଥରକ୍ଷା ପାଇଁ କାମ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି। ପରବର୍ତ୍ତୀ ଖବର, ଅଖିଳ ଭାରତୀୟ କଂଗ୍ରେସ କମିଟି ଆଦିବାସୀ ଯୁବତୀ କାର୍ଡ଼ ଖେଳିଛି। ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବେ ଜିଲ୍ଲାର ପରିଷଦ ସଭ୍ୟା ଡକ୍ଟର ଲିପିକା ମାଝୀଙ୍କ ନାଁକୁ ଗତକାଲି ଘୋଷଣା କରିଛନ୍ତି। ତାଙ୍କୁ ମିଶାଇ 14 ଜଣ ଆଶାୟୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ସମସ୍ତଙ୍କୁ ପଛରେ ପକାଇ ଡକ୍ଟର ଲିପିକା ମାଝୀ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ଦ୍ୱିତୀୟ ମହିଳା ଭାବେ ସଭାପତି ହୋଇଛନ୍ତି ବୋଲି ସୂଚନା ରହିଛି।